ଶିବ ମନ୍ଦିର। ସେ ପାଦୁକା କୁଣ୍ଡରେ ଲୋକ ନେଇକିନି ଅଳିଆ ପକାନ୍ତି। ଯିଏ ଅଳିଆ ଜଳିଆ ପକେଇ ଦିଏ ସେଥିରୁ ସୁନା ବାହାରେ। ସୁନା ଆଣିକିନି ସେଠୁ ତାଙ୍କର ବିକ୍ରି ବାକିରି କରିକିନି ସବୁ ବଡ଼ ମଣିଷ ହେଲେ। ସେ ଗାଁରେ ଜଣେ ବ୍ରାହ୍ମଣୀ ଥିଲେ। ବ୍ରାହ୍ମଣୀ କହିଲା ବ୍ରାହ୍ମଣକୁ, ସେ ମାଗିକିନି ଆଣିକିନି ଖାଆନ୍ତି। ବ୍ରାହ୍ମଣୀ କହିଲା ଆଉ ସମସ୍ତେ ଆଣିକିନି ବଡ଼ ମଣିଷ ହେଲେଣି, ଆଉ ଆମର ଯାଉନ ପକେଇକିନି ଆଣିବ। ବ୍ରାହ୍ମଣ କହିଲା ଆଲୋ, ସିଏ ପକେଇଲେ ବୋଲି ମୁଁ ପକେଇମି ନା? ତମେ କ'ଣ ଏମିତି ଧର୍ମିକିଆ ଲୋକ ନା? ଆଉ ମୁଁ କ'ଣ ଧର୍ମିକିଆ ଲୋକ ନୁହଁ? ଏମିତି ଯୁକ୍ତି ତର୍କ ନାଗିଲେ। ନାଗୁ ନାଗୁ ହେଠୁ କହିଲା, ବ୍ରାହ୍ମଣ କହିଲା ଦେଖେ ଆଉ ସବୁ ପେରି ପୁଟୁଳା ବାନ୍ଧେ, ସବୁ ଜିନିଷ ସବୁ ବାନ୍ଧେ। ସେଠୁ ବନ୍ଧା ଛନ୍ଦା କଲେ ଆ ଚାଲେ। କିଛି ଦୂର ଚାଲିଗଲେ ଭୂମିକମ୍ପ ହେଲା। ସେ ଗାଁରେ ସବୁ ଗାଁଟା ଗଳି ପଇଲା। କହିଲା ଦେଖିଲୁ ମୋ ଧର୍ମ କେମିତିକିଆ? ତୁ ମୋତେ ବା କହୁଥିଲୁ ସେ ପାଦୁକା କୁଣ୍ଡରେ, ଆଲୋ ପାଦୁକା କୁଣ୍ଡ ହେଇଛି ଈଶ୍ୱରଙ୍କର, ମୁଁ ସେଇଥିରେ ଅଳିଆ ନେଇ ପକେଇଥାନ୍ତି, ସେ ଗାଁ ରହିଲା ନା? ଏମିତି ଗାଁରେ କିଏ 4-5 ଜଣ ଥିବେ ଧାର୍ମିକ ଲୋକ, ସେଥିଯୋଗୁଁ ଗାଁ ଚଳେ। ଆପଣମାନେ ଶୁଣିବ ଜାଣିବ, ଏଇଟା ସମସ୍ତେ ଧର୍ମିକିଆ ନଥାନ୍ତି। 4-5 ଜଣ ଥିବେ ସେ ଗାଁରେ ଧର୍ମିକିଆ ଲୋକ, ତାଙ୍କ ନାଗି ଗାଁ ଚଳେ।